କିଛି ଜାଣିବନି। ତେଣୁ ଛୋଟ ଶିଶୁଙ୍କର ଭାଷା ବିକାଶର ମାଧ୍ୟମ ହେଉଛି ଗଳ୍ପ, କାହାଣୀ, ଗୀତ, ଅଭିନୟ, ଖେଳ, ଚିତ୍ର ପୁସ୍ତିକା ବା କୌଣସି କ୍ରିୟାକରଣ ମାଧ୍ୟମରେ ଶିଶୁର ଭାଷାର ବିକାଶ କ୍ରମ ଅନୁଯାୟୀ ହୋଇଥାଏ। ପ୍ରଥମେ ଆମେ ଶିଶୁକୁ ଯେତେବେଳେ ଛୋଟରୁ ଆଣୁ ଆମେ ତାକୁ ସ୍ୱରବର୍ଣ୍ଣ ବ୍ୟଞ୍ଜନବର୍ଣ୍ଣ କହୁ। ଶିଶୁ ସ୍ୱରବର୍ଣ୍ଣ ବ୍ୟଞ୍ଜନବର୍ଣ୍ଣ ଜାଣିବ। ଶିଶୁକୁ କୋଉଭଳି ସହଜ ଉପାୟରେ ଶିଶୁ ଅକ୍ଷର ଶିକ୍ଷା ଜାଣିପାରିବ ଆମେ ସେଇଠୁ ଆରମ୍ଭ କରୁ। ଆମେ ଠରୁ ଆରମ୍ଭ କରୁ, କାରଣ ଠଟା ଲେଖିବା ପାଇଁ ଶିଶୁକୁ ସହଜ ହେବ। ଠରୁ ର ଲେଖିବ, ଠରୁ ଜ ଲେଖିବ, ଠରୁ ବ ଲେଖିବ। ଆପଣ ଭାବିବେ ଯେ ସବୁଦିନ ଓ ଆରମ୍ଭ ହୁଏ, ଆମେ କାହିଁକି ଠରୁ ଆରମ୍ଭ କରୁ? କିନ୍ତୁ ଯେହେତୁ ଶିଶୁର ଏ ମାଂସପେଶୀ ଗୁଡ଼ାକ ସୁଦୃଢ଼ ହେଇନଥାଏ, ଗୋଟେ 3 ବର୍ଷର ଶିଶୁ ତାର ମାଂସପେଶୀର ସୁଦୃଢ଼ ହେଇନଥାଏ। ଏ ଯେଉଁ ସୂକ୍ଷ୍ମ ମାଂସପେଶୀକୁ ସୁଦୃଢ଼ କରିବା ପାଇଁ, ଦୃଢ଼ କରିବା ପାଇଁ ବା ବଳିଷ୍ଠ କରିବା ପାଇଁ ଆମେ ତାକୁ କିଛି ଛାପା କାମ, କିଛି ରଙ୍ଗ କାମ, କିଛି ହସ୍ତକର୍ମ ମାଧ୍ୟମରେ ଆଗ ଶିଖାଉ। ପିଲାର ବସିବା, ସ୍ଥିର ହେଇକି ବସିବା ଜାଣୁ, ତାପରେ ଆମେ ତାକୁ କିଛି କିଛି ଶିଖେଇବା ଆରମ୍ଭ କରୁ। ଯେତେବେଳେ ଶିଶୁ ଜାଣିଯିବ ବସିବା, ସ୍ଥିର ମନାନୁହ, ଚଞ୍ଚଳ ମନାନୁହ ଯେଉଁ ଶିଶୁମାନେ, ତାପରେ ଆମେ ତାକୁ ଗୋଟେ ଗୋଟେ ଏକ କାହାଣୀ କରୁ। କାହାଣୀ କେମିତି କହିବୁ ନା ଡାଇରେକ୍ଟ ଆମେ କାହାଣୀ କରୁ। ଯଦି ଆମେ କାହାଣୀ କହିଦେବୁ ଶିଶୁ ଖଣ୍ଡ ବାକ୍ୟ କହେ, ମାନେ ସମ୍ପୂର୍ଣ୍ଣ ବାକ୍ୟ କହିପାରେନି ବା ସମ୍ପୂର୍ଣ୍ଣ କାହାଣୀ କହିଲେ ଶିଶୁ ଗୋଟେ ଥରରେ ମନେ ରଖିପାରିବ। ତେଣୁ କାହାଣୀକୁ କାହାଣୀ ମାଧ୍ୟମରେ କହିବ। ଏଇଭଳି ଚିତ୍ର କାର୍ଡ ଦେଖେଇକି ତାକୁ କହିବାକୁ ପଡ଼େ। ତ ଶିଶୁ କାହାଣୀ ଯଦି ମନେ ରଖିପାରେନି ସମ୍ପୂର୍ଣ୍ଣ, ଏଇ ଚିତ୍ର ଯେଉଁ ଖଣ୍ଡ ଚିତ୍ର ରହିଛି ଏ ଚିତ୍ରକୁ ଦେଖି ଦେଖିକି ସେ କାହାଣୀଟାକୁ ମନେ ରଖିପାରେ। ଗୋଟେ ଥରରେ ସମ୍ପୂର୍ଣ୍ଣ ମନେ ରଖିପାରେ, ଆପଣଙ୍କୁ ବାରମ୍ବାର କହିବାକୁ ପଡ଼ିବ। ବାରମ୍ବାର କହିସାରିଲା ପରେ ଯେତେବେଳେ ଏ ଚିତ୍ର କାର୍ଡକୁ ଦେଖେଇବାକୁ କାହାଣୀ କହିବେନି, ସେତେବେଳେ ପିଲାର ମନେ ଥିବ ଶିଶୁ ଏ ଚିତ୍ର ଦେଖି ଦେଖିକି କାହାଣୀ କହିବ। ଏଇଟାରେ କ'ଣ ଅଛି ସେ କହିବ, ଦ୍ୱିତୀୟ ଚିତ୍ରରେ କ'ଣ ଅଛି କହିବ, ତୃତୀୟ ଚିତ୍ରରେ କ'ଣ ଅଛି, କାରଣ ସେ ପ୍ରଥମେ ଶୁଣିଛି। କ'ଣ କହିବ? ପ୍ରଥମ ସୋପାନ ଆମର ଶୁଣିବା। ତେଣୁ ଶିଶୁ ଯେତେବେଳେ ପ୍ରଥମେ ଆମେ ତାକୁ ବାରମ୍ବାର ଚିତ୍ର ଦେଖିକି ଗୋଟେ କାହାଣୀ କହିବା, ଶିଶୁ ଶୁଣି 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 ତାକୁ ମନେ ରଖିବ। ତାପରେ ଶିଶୁ କହିବ। ଆମେ ତାପରେ କାହାଣୀଟାକୁ ଗପଟାକୁ କହିବାନି, କେବଳ ଚିତ୍ର କାର୍ଡ ଦେଖେଇବା। ଚିତ୍ର କାର୍ଡ ଦେଖେଇଲେ ଶିଶୁ କହିବ ଏଠି ପାରାମାନେ ବସିଥିଲେ, ଏଠି ଶିକାରୀ ଆଇଲା, ଏମିତି ଜାଲ ପକେଇଲା, ଏଠି ଖୁଦ ପକଉଛି, ଏଠି ଜାଲ ପକେଇକି ଧରୁଛି। ସେ କାର୍ଡ ମାଧ୍ୟମରେ ଶିଶୁର ଭାଷାର ବିକାଶ। କାହିଁକିନା ଶିଶୁ ସମ୍ପୂର୍ଣ୍ଣ ବାକ୍ୟ କହିବା ଜାଣେନି। ଯେତେବେଳେ ଗୋଟେ 3 ବର୍ଷର ଶିଶୁ ଆସିଥାଏ, ତାର ପାଟି ଲାଗେ, ଅଧା ଅଧା ବାକ୍ୟ କହେ, ସମ୍ପୂର୍ଣ୍ଣ କଥା କହିପାରେନି। ୟା ମାଧ୍ୟମରେ ଶିଶୁ ପୂର୍ଣ୍ଣ ବାକ୍ୟ କହିବାକୁ ଚେଷ୍ଟା କରେ ଏବଂ ତାର ଧୀରେ 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 ଭାଷା, ଯେତେବେଳେ ସେ ନୂଆ ବାକ୍ୟ ନୂଆ ଶବ୍ଦ ଶୁଣେ, ସେତେବେଳେ ତାର ଭାଷାର କ୍ରମ ବିକାଶ ହେଇଥାଏ। ସେ ଆରାମସେ ମନେ ରଖୁଛି, ଗାଉଛି। ହିନ୍ଦୀ ଗୀତ ସେଟା ହିନ୍ଦୀ ପଢ଼ିନି, କାରଣ ସେ ଶୁଣୁଛି ସେ ଗୀତକୁ, ତାର ଆଗ୍ରହ ଅଛି। ସେ ଗୀତକୁ ସେ ବାରମ୍ବାର ଶୁଣି 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 ସେ ତାପରେ କହୁଛି। ଯେତେବେଳେ ଆମେ ତାକୁ ଖଣ୍ଡ ବାକ୍ୟ ଏ ପିଲା ଆମର ଭଲସେ କହିପାରୁଛି, ଭଲସେ ଜାଣିପାରୁଛି ବୋଲି ଆମେ ଜାଣିପାରୁଛେ। ଶିଶୁମାନଙ୍କୁ ଦାନା ପାଇବା ଗୀତ ଯେମିତି
शब्द लेखिबो प्रथमे शिशु शुणिबो केमती शुणिबो गच्छ गच्छ आमे तो बारंबार कहबो ए चित्र देखि गच्छ 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 शिशु कहबो गच्छ एटा कहबो घर घर पुआ घर कहबो बारंबार पैसा ला परे आपण जतबे चित्र देखबे लेखा देखबे केवल चित्र देखबे शिशु आराम से लगैला घर एटा गच्छ एटा घर एटा चक्र एटा होची अबनाक्षर जोथरे मात्रा नथिबो केवल मात्रा हीन शब्द जैसे कि चित्र पुस्तिका अछि एठो आम श्रेणी रे जते के शिशु माने थांती 25टा थांती 20टा थांती समस्त पय एई बळे आमे चित्रकार करतो जो अक्षर रे आमे शिक्षा दान करिवो सेई अक्षर रे कि आमे चित्रकार शब्दकार करितो सब छुआ माने दबो सब छुआ माने धरिबे आमे ताको पढिबो तो छुआ देखिला एटा उई आमे